ଅଧିକାରୀ ହେଇ ସ୍ୱାର୍ଥଟିକୁ ପାଇଁ ମଣିଷ କାହିଁକି ଯେ ନିଜର ସର୍ବନାଶ କରି ବସେ? କାହିଁକି ସେ ବୁଝିପାରେ ନାହିଁ ଯେ ସେ ସ୍ୱାର୍ଥ ହିଁ ସେଦିନ ସମୁଦ୍ର ମନ୍ଥନ ଭିତରୁ ଆବିଷ୍କାର ହେଇଥିବା ଏକ ପ୍ରଳୟଙ୍କାରୀ ବିଷ। ସେଇ ବିଷ ଜଳରେ ମୁଁ ଆଜି କ୍ଷତ ବିକ୍ଷତ ପାଖରେ ଅଜସ୍ର ଅର୍ଥ ଅଛି, କିନ୍ତୁ କ୍ଷତ ପାଇଁ ଔଷଧ ଆହତ ମନର କରୁଣ ଲାଗିର ମୂର୍ଚ୍ଛନା କାହିଁକି କରୁଛ? କଣ ହେଇଛି ତମର? ତମେ ଜାଣିନ ନା ଜାଣି ନ ଜାଣିବାର ଅଭିନୟ କରୁଛ? ଅଭିନୟ ସେଇମାନେ କରିଥାନ୍ତି ଯେଉଁମାନେ ବାସ୍ତବତାକୁ ଜାଣିପାରୁଥାନ୍ତି। ନିଜେ ବି ଜାଣିନି ମୁଁ କିଏ, କଣ କରୁଛି, କୋଉଠି ଅଛି, ଆଉ ମୋର ପରିଚୟଟା କଣ? ମୁଁ ଜାଣିଛି ତମର ପରିଚୟ କଣ। ସବୁବେଳେ ତମେ କହିପାରିବ କିଏ? କଣ ସେ ପରିଚୟଟାକୁ ପାଇବା ପାଇଁ ମୁଁ କାହିଁକି ଆଡୁ ବୁଲି ଆସିବି? ହେଲେ କୋଉଠି ମତେ ମୋର ମିଳୁନି ପରିଚୟ। ମୁନ୍ନା କଣ ନା କୁହ ତ? ନା ତମ ପୁଅ ଯାହାକୁ ତମେ ଜନ୍ମ ଦେଇଛ। ଯଦି ମୁଁ ମୁନ୍ନାକୁ ଜନ୍ମ ଦେଇଛି, ଯଦି ମୁଁ ମୁନ୍ନାର ମା, ତାହେଲେ ମୁନ୍ନାର ବାପା କିଏ? କଣ ହେଲା? ଚୁପ୍ କାହିଁକି? ମୋ ମା ହେଲି କେମିତି? ନାଇଁ ଭଉଣୀ, ତମେ ମତେ ମିଛ କରୁଛ। ଭୁଲେଇ ଦେବା ପାଇଁ ମୋ ସହିତ ତମେ ବାହାନା କରୁଛ। ତମେ ଯଦି ମୁନାର ମା ଝିଅ ସତ୍ୟ, ମୁଁ ବି ସେମିତି ମୁନାର ବାପା ନିରାଟ ସତ୍ୟ। ଆମ ଦୁଇଙ୍କ ସମ୍ପର୍କ କଣ? ସ୍ୱାମୀ ସ୍ତ୍ରୀ? ଯଦି ମୁଁ ତମର ସ୍ତ୍ରୀ, ତାହେଲେ ମୋ ହାତରେ ଶଙ୍ଖା ନାହିଁ କାହିଁକି? ମୋ ମଥାରେ ସିନ୍ଦୁର ନାହିଁ କାହିଁକି? ଚୁପ୍ ରହିବି କହୁନାହାନ୍ତି ବାବୁ? ତା ମୁନାର ସୃଷ୍ଟି କରିକ କଳଙ୍କିତ ସମ୍ପର୍କରୁ ମୁନାର ସୃଷ୍ଟି ଏକ ପବିତ୍ର ସମ୍ପର୍କ ଯାହା ହୁନା କାହିଁକି? ଦାନ ତ ଦାନ ନା। ସେଦିନ ଦାନ ଦେଇ ରାଜା ହରିଶ୍ଚନ୍ଦ୍ର ସାଜିଥିଲେ ଶ୍ମଶାନ ରକ୍ଷକ। ଦାନ ବେଳେ ରାଜା କାଟିଥିଲେ ଘୋଡ଼ା ପାଇଁ ଘାସ। ଆପଣ କଣ ପ୍ରାଣ ପଡ଼ିନାହାନ୍ତି ବାବୁ? ନିଜ ବର୍ଷର ଅଭାବ ପାଇଁ ମନକୁ ବିକ୍ରି କରିଦେଇଥିଲେ। ଆମେ ତମକୁ ଦାନ ସବୁ ହଉଛି ମୋ ଭାଗ୍ୟ। ସବୁ ସେଇ ସ୍ୱାର୍ଥର କଥା। ସେଦିନ ଆପଣ ଯାହା କହିଥିଲେ ସେଥିରେ ସ୍ୱାର୍ଥ ଥିଲା, ଆଜି ଆପଣ ଯାହା ସବୁ କହୁଛନ୍ତି ସେଥିରେ ମଧ୍ୟ ସ୍ୱାର୍ଥ ଜଡ଼ିତ ଅଛି। ବାବୁ, ଜୀବନରେ କଣ ସ୍ୱାର୍ଥକୁ ଛାଡ଼ି ଆଉ ଆପଣ କିଛି କରିବାକୁ ଇଚ୍ଛା କରିନାହାନ୍ତି?
ଆପଣଙ୍କୁ ସବୁବେଳେ ମୋର କରିବି। କରିବାକୁ ଏତେ ଉଚ୍ଛନ କାହିଁକି ହଉଛ? ଅପେକ୍ଷା କର, ପୁଅ ଝିଅକୁ ବାହାଘର କରିବ, ନାତି ନାତୁଣୀ ମେଳରେ ଦିନ କାଟିବ, ତେଣେ ସିନା ଯାଇକି ସଂସାର ତମ କର୍ମ ସରିବ। ଆଗକୁ ମରିବା ପାଇଁ ଏତେ ଉଚ୍ଛନ ହଉଛି କଣ ପାଇଁ? ଶିଶୁର କିଛି ଆବଶ୍ୟକ ନାହିଁ। ତୁ କରି ସୁସ୍ଥ ହୋଇ ଘରକୁ ଫେରିବୁ, ବାସ୍ ଏତିକି ଦରକାର। ପୁଣିଥରେ ଆମ ସେପଟ ସଂସାର ବସି ଉଠିବ। ପୁଣି ମୁଁ ଟଙ୍କା ରୋଜଗାର କରିବାର ମେସିନ୍ ପାଲଟିଯିବି। ସମସ୍ତଙ୍କର ଭାବ ପୂରଣ କରୁ କରୁ ପୁଣି କୋଉ କଳଙ୍କର ବୋଝ ନେଇକି ଘରକୁ ଫେରିବି। ପୁଣି ତାଚ୍ଛଲ୍ୟ, ପୁଣି ଧିକ୍କାର, ପୁଣି ମୋତେ ଘରୁ ବାହାର କରିବା ପାଇଁ ସମସ୍ତଙ୍କର କଠୋର ନିଷ୍ପତ୍ତି। ସେମିତି ପରିସ୍ଥିତି କେବେ ବି ଆସିବନି। ସବୁ ପରିସ୍ଥିତିକୁ ମଥାରେ ରହି ମୁଁ ଏତେ ବାଟ ଗତି କରି ଆସିଲି ଯେତେବେଳେ ଆଉ ପରିସ୍ଥିତିକୁ ମୁଁ ଭୟ କରିବି କାହିଁକି? ଖାଲି ଆପଣମାନଙ୍କୁ ସମସ୍ତଙ୍କୁ ମୋ ହାତ ଛାଡ଼ି ଅନୁରୋଧ କରୁଛି, ଦୟାକରି ଆପଣମାନେ ମୋତେ ଆଉ କେହି ବ୍ୟସ୍ତ ବିବ୍ରତ କରାନ୍ତୁନି। ମୁଁ ଯେମିତି ଅଛି ବହୁତ ଭଲରେ ଅଛି। ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ। ମୁଁ ଆପଣମାନଙ୍କ ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ବାସ୍ ବାସ୍, ଆଉ କିଛି କରିବା ଆବଶ୍ୟକ ନାହିଁ। କ୍ଷମା କରିବା ଆପଣଙ୍କୁ। ଆପଣମାନଙ୍କ ସହିତ ପେସେଣ୍ଟ ଅଧିକ ସମୟ କଥା ହେବା ପାଇଁ ସୁଯୋଗ ଦେଇଥାନ୍ତି। କାହିଁକି ନା ମାନସିକ ଅବସ୍ଥାରେ କିଛି ପରିବର୍ତ୍ତନ ଆସିଥିବାରୁ ସେ ଆପଣମାନଙ୍କୁ ଦେଖିପାରୁଛନ୍ତି, ଚିହ୍ନି ପାରୁଛନ୍ତି, କଥାବାର୍ତ୍ତା କରିପାରୁଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ କଣ୍ଡିସନ ଯାହା, ତାଙ୍କ ବିଶ୍ରାମ ନିହାତି ଦରକାର। ମୁଁ ତ ବିଶ୍ରାମ ନେବି ନିଶ୍ଚୟ। ତମକୁ ମୋର ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିବାର ଅଛି। ସେ କଥା ଟିକେ କହିବା ପାଇଁ ମତେ ଅନୁମତି ଦେବେନି? ଠିକ ଅଛି, କଣ କହିବାକୁ ଚାହୁଁଛୁ କୁହ? କଥା କହିକି ଡାକ୍ତର ବାବୁ, ଏ ଦୁନିଆରେ ମୁଁ ଯେତେ ମଣିଷମାନଙ୍କ ସହ ମିଶି ଦେଖିଲି ସମସ୍ତେ ହେଉଛନ୍ତି ମୋ ପାଇଁ ଜଣେ ଜଣେ ସ୍ୱାର୍ଥପର। ତୁମେ ହିଁ ଏକମାତ୍ର ମଣିଷ ଯିଏ ମୋ ପାଇଁ ନିଃସ୍ୱାର୍ଥପର। କିଛି ନିଃସ୍ୱାର୍ଥ ନାହିଁ ତୁମର, ତଥାପି ତୁମେ ରାସ୍ତା କଡ଼ରୁ ଗୋଟେଇକି ଆଣି ବିନା ଅର୍ଥରେ ଡାକ୍ତରଖାନାରେ ଚିକିତ୍ସା କରି ଚାଲିଛ। ତାପରେ ମୁଁ ଆଜି ନିଜକୁ ଚିହ୍ନି ପାରୁଛି, ଆଉ ଏଠି ସମସ୍ତଙ୍କ ସହିତ କଥା ମଧ୍ୟ ହେଇପାରୁଛି। ସେମିତି କିଛି ନୁହେଁ, ସବୁ ପରେ ମୁଁ ହେଉଛନ୍ତି ଡକ୍ଟର। ମୁଁ କେବଳ ଡକ୍ଟର ଧର୍ମ ପାଳନ କରୁଛି। ଡାକ୍ତର ଥିଲେ ନାଇଁ ନାଇଁ ଡାକ୍ତର ବାବୁ, ମୁଁ ତୁମକୁ ଆକ୍ଷେପ କରୁନି। ତମେ ତ ଡକ୍ଟର ଧର୍ମ ପାଳନ କରିଛ, ସେତିକି ମୋ ପାଇଁ ଯଥେଷ୍ଟ। ସେଥିପାଇଁ ତ ଏ ସାଧାରଣ ମଣିଷମାନେ ଡକ୍ଟରଙ୍କୁ ଭଗବାନର ଅବତାର ବୋଲି ଧରି ନେଇଥାନ୍ତି। ତମର ଏହା କହିବା ପାଇଁ ଚାହୁଁଥିଲ? ନାଇଁ, ଆହୁରି ଅଛି। କୁହ, ଯାହା କହିବା କଥା ଶିଖିବା କୁହ, କାହିଁକି ତମର ବିଶ୍ରାମ ନିହାତି ଦରକାର। କଥା କହି ଡାକ୍ତର ବାବୁ, ତମେ ଜଣେ ଉତ୍ତମ ମଣିଷ। ତମକୁ ଜନ୍ମ ଦେଇ ତମ ବାପା ମା ନିଶ୍ଚୟ ଗର୍ବ ଅନୁଭବ କରୁଥିବେ। ତମକୁ ଯିଏ ବିବାହ କରିବ ସିଏ ମଧ୍ୟ ନିଜକୁ ଭାଗ୍ୟବତୀ ବୋଲି ମନେ କରୁଥିବ। ସେଥିପାଇଁ ମୋର ତମ ଉପରେ ପ୍ରବଳ ଲୋଭ। ମାନେ ମୁଁ ତୁମକୁ ସମ୍ମାନ କରେ, ଭକ୍ତି କରେ, ଭଲ ପାଏ, ଆଉ ପ୍ରେମ ବି କରେ। ଖରାପ ଭାବରେ ଡାକ୍ତର ବାବୁ, ମୁଁ ସେମିତି ପ୍ରେମ କରେ ତମକୁ, ଯେମିତି ପ୍ରେମ ପ୍ରଭାରଣୀ କରୁଥିଲେ ନଟନଗର ମୁରଲୀ ମୋହନଙ୍କୁ, ବିରାବାରୀ କରୁଥିଲେ
मोहिनी सरित्य भक्ति प्रेम सृष्टि सरिचि तव प्रति मोह से प्रेम टिकट ग्रहण करी ଖାଲି ଅଧିକା ଭାବ ପ୍ରବଣ ହୋଇପଡ଼ୁଛି। से ଭାବପୂର୍ଣ୍ଣତାକୁ ପୁଞ୍ଜି କରି ମୁଁ ଗୋଟେ ତମକୁ ଜିନିଷ ଦବା ପାଇଁ ଚାହୁଁଛି। ଦବା ପାଇଁ ମୋତେ ମନା କରିବେନି ତ? କି ଜିନିଷ? ତୁମକୁ ଭଗବାନ ମନେ କରି ଏ ଭକ୍ତ ତମ ପାଦ ତଳେ ରୁଟିଏ ମୁଣ୍ଡ ଲଗେଇ ପ୍ରଣାମ କରିବାକୁ ଚାହୁଁଛେ। ପରାକରନ୍ତରେ ଡାକ୍ତର ବାବୁ ତମକୁ ମୋ Asia Samiro sesuai sama duri. Jadi sehat dari papai Hanumati Tiongto. Nakhan poche sindora hadare papai tikiye sindora. He Bhagwan kare hare hadare urana mutangara papai karunara bhattana. Tiga tiga Nahi sindora